ଗ୍ରାମ ସଭା ହେବ ସରପଞ୍ଚକୁ କହୁଥିଲି ସଭା ହେବ ଆଜ୍ଞା କେହି କହିନାହାନ୍ତି ଆଉ ସେ ସଭାରେ କ'ଣ ସମସ୍ତଙ୍କୁ ଉପସ୍ଥିତ ରହିବା ପାଇଁ ବି ବହିଛି ଅଛି ଆଉ ସେ ସଭାକୁ ନଗଲେ ଜାଣିଥିଲେ ସରପଞ୍ଚ ଏବଂ ଟେନ୍ସିକା ଲୋକ ଯଦି ଥରେ ଯଦି ପାଗରେ ଚୂନ ଖସିଯାଇଛି ମାନେ ଗେରେ ଗେରେ ହେଇକି ମୁଣ୍ଡ ଖାଇଯାଏ ଆଉ ଟାଇମ୍ ଦେଇଥିଲେ 11ଟା ବେଳକୁ ଏବେ 10ଟା 45 ହେଲା ତ ଚାଲ ମିଟିଂ ନେଇ ପହଞ୍ଚିବ ଭାଇମାନେ ନିରବତା ରକ୍ଷା କରନ୍ତୁ ଏଇ ତ ସରପଞ୍ଚ ବାବୁ ଆସିବା ସମୟ ହେଇଗଲାଣି ଏଇ ତ ସରପଞ୍ଚ ବାବୁ ଆସିଲେଣି ଆରେ ତାଙ୍କ ସାଙ୍ଗରେ 2 ଜଣ କିଏ ହେବା ହଉ ଆସନ୍ତୁ ଦେଖିବା କିଏ ଆସୁଛନ୍ତି ଆଉ ହେଲେ ହେଇଥିବ ଆଜ୍ଞା ସରପଞ୍ଚ ନମସ୍କାର ଆପଣମାନେ ବହୁତ ବିପୁଳ ସଂଖ୍ୟାରେ ଏଠି ଯୋଗଦାନ ଦେଇଥିବାରୁ ଆପଣମାନଙ୍କୁ ବିଶେଷ ବିଶେଷ ଧନ୍ୟବାଦ ଆଜି ଡିସେମ୍ବର 1 ତାରିଖ ବିଶ୍ୱ ଏଡ୍ସ ଦିବସ ଏଡ୍ସ ମାନେ ଏହା ଏକ ଭୟାନକ ବେମାରୀ ଯାହା ବିଷୟରେ କି ଆମେ କଟକରୁ ଆସିଥିବା ଡକ୍ଟର ମହାପାତ୍ର ସାର୍ଙ୍କଠାରୁ କିଛି ତଥ୍ୟ ତାଙ୍କଠାରୁ ଗ୍ରହଣ କରିବା ଏବଂ ତାଙ୍କୁ ପ୍ରଥମେ ସ୍ୱାଗତ ଜଣାଇବା ଡକ୍ଟର ମହାପାତ୍ର ଏବଂ ଡକ୍ଟର ଓକେ ବେହେରା। ନମସ୍କାର ସମସ୍ତଙ୍କୁ। ଏଡ୍ସ ଏକ ଭୟଙ୍କର ବେମାରୀ ଏଥିରୁ ମୁକ୍ତି ପାଇବା ପାଇଁ ଆଜି ଯାଏଁ କୌଣସି ମେଡ଼ିସିନ୍ ବାହାରି ନାହିଁ ସାଧାରଣ ଜ୍ଞାନ ଏବଂ ସତର୍କତା ଅବଲମ୍ବନ କଲେ ଏଥିରୁ ଆପଣମାନେ ମୁକ୍ତି ପାଇପାରିବେ। ମାଗଣା ଖାଇବା ଠିକ୍ ଅଛି ମୁଁ ଏବେ ଏଡ୍ସ କେମିତି ହୁଏ ତାର କିଛି ଉଦାହରଣ ଦେଉଛି ଆପଣଙ୍କୁ। ଯଦି ଅସୁରକ୍ଷିତ ଯୌନ ସମ୍ପର୍କରେ ଆପଣମାନେ ଆସନ୍ତି ତାହେଲେ ଆପଣମାନଙ୍କୁ ଏଡ୍ସ ହେଇପାରେ। ଆମେ ତ ସାର୍ ଗାଉଁଲି ମୂର୍ଖ ଲୋକ ଯୌନ ସମ୍ପର୍କ ବିଷୟରେ ତ ସାର୍ ଆମେ କିଛି ଜାଣିନୁ ଆମକୁ ସାର୍ ବୁଝେଇକିରି କହିଲେ ହୁଅନ୍ତା। ଯଦି ଆପଣମାନେ କୌଣସି ଏଡ୍ସ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କ ସହିତ ଶାରୀରିକ ସମ୍ପର୍କରେ ରହୁଛନ୍ତି ତାହେଲେ ଆପଣଙ୍କୁ ଏଡ୍ସ ହେବାର ସମ୍ଭାବନା 100% ସେଥିରୁ ନିବୃତ୍ତ ରହୁଛନ୍ତି। ଏବଂ ଦ୍ୱିତୀୟ କଥାଟା ହେଉଛି ଯଦି ଆପଣ ଅସୁରକ୍ଷିତ ବା ଅସୁରକ୍ଷିତ ସୂଚି ବା ସିରିଞ୍ଜ ତାକୁ ଲଗାଉଛନ୍ତି ତାହେଲେ ମଧ୍ୟ ଆପଣଙ୍କୁ ହେଇପାରେ। ସେଇ ଛୁଞ୍ଚି ନୁହେଁ ତ ଯୋଉ ଛୁଞ୍ଚିରେ ଆମେ କପଡ଼ା ସିଲେଇ କରି ସେଇ ଛୁଞ୍ଚି ସାର୍ କହୁଛନ୍ତି ତ ଆରେ ସେଇ ଛୁଞ୍ଚି ନାଇଁ ସେଇ ଛୁଞ୍ଚି ବିଷୟରେ ମୁଁ କହୁନି ମନେ କରାଯାଉଛି ଆପଣଙ୍କୁ ଏଡ୍ସ ସାର୍ କହିଲେ କ'ଣ ସେ ସାର୍ କ'ଣ କହୁଛନ୍ତି କଥା ତମ ଦିଟାଙ୍କର ବାଜେ କଥା ଏପର୍ଯ୍ୟନ୍ତ ସରିଲାନି କଥାଟା ଧ୍ୟାନ ଦେଉଛନ୍ତି। ମନେ କରାଯାଉ ଆପଣଙ୍କୁ ଏଡ୍ସ ଆପଣଙ୍କୁ ଜ୍ୱରର ଲକ୍ଷଣ ଦେଖାଦେବ ଆପଣ ମେଡ଼ିକାଲ ଯିବେ ଏବଂ ଆପଣ ସେଠି ଇଞ୍ଜେକ୍ସନ୍ ନେବେ ତ ସାର ଛୁଞ୍ଚିକୁ ଚେଞ୍ଜ ନ କରି ଯଦି ଏଇ ବ୍ୟକ୍ତିଙ୍କୁ ବି ଜ୍ୱର ହୁଏ ତାକୁ ସେଇ ଛୁଞ୍ଚିରେ ଇଞ୍ଜେକ୍ସନ୍ ଦିଆଯାଏ ତାକୁ ମଧ୍ୟ ଏଡ୍ସ ହେଇପାରେ। ଛୁଆବେଳେ ଯୋଉ ଟିଟି ଦେଇଥିଲେ ସେଇ ଟିଟି ସାର୍ କଥା କହୁଥିଲେ ଆଉ ସାର୍ ବୁଝିଲେ ବୁଝିଲେ ଆଉ ଗୋଟେ କଥା ଯଦି ଆପଣଙ୍କୁ ଯଦି ଗର୍ଭଧାରଣ ସମୟରେ କୌଣସି ମା ଏଡ୍ସ ରୋଗରେ ପୀଡ଼ିତ ଥାଏ ତାହେଲେ ଶିଶୁକୁ ମଧ୍ୟ ହେଇଥାଏ ଏବଂ ଯଦି ଆପଣ ଆଉ ଗୋଟେ ଲକ୍ଷଣ ତାର ଯଦି ଆପଣ କୌଣସି ଏଡ୍ସ ରୋଗରେ ପୀଡ଼ିତ ବ୍ୟକ୍ତିଠାରୁ ରକ୍ତ ଗ୍ରହଣ କରୁଛନ୍ତି ଯଦି ଆପଣଙ୍କ ଏମର୍ଜେନ୍ସି ବ୍ଲଡ଼ ଦରକାର ପଡ଼ୁଛି ଏବଂ ଏଡ୍ସ ରୋଗରେ ପୀଡ଼ିତ ଯେଉଁ ବ୍ୟକ୍ତି ଅଛନ୍ତି ଆପଣଙ୍କୁ ରକ୍ତ ଦେଉଛନ୍ତି ତାହେଲେ ମଧ୍ୟ ଆପଣଙ୍କୁ ଏଇ ରୋଗ ହେଇପାରେ। ଆରେ ପ୍ରଶାନ୍ତ ଆରେ ମୋ ମାଇକିଟା ପ୍ରେଗନେଣ୍ଟ ଅଛି ବେ ଆରେ ତାର ମାସକୁ ମାସ ହିମୋଗ୍ଲୋବିନ୍ ସର୍ଟ ହେଉଛି ସେ ମାସକୁ ଥରେ ବ୍ଲଡ଼ ନେଉଛି ଆରେ ତାକୁ ଏଇ ରୋଗ ହେଇନଥିବ ତ ଇଏ ତୋର ମାଇକି ମୋର ଭାଉଜ ତୋର ମାଇକିକୁ ବ୍ଲଡ଼ ବୋହି ଦେଉଛି ତୁ କି ପାଇଁ ଦେଉଛୁ ମୋ ମାଇକି ବ୍ଲଡ଼ ଇଏ ଦରକାର ତୋ ମାଇକିର ଯେ ବ୍ଲଡ଼ ମେଡ଼ିକାଲରେ ମିଳିତେ ନାହିଁ ଯେ ସେଟା ତୋ ମାଇକିକୁ ବ୍ଲଡ଼ ବୋହି ଦେଉଛୁ ଆଉ ମୋ ବ୍ଲଡ଼କୁ ଓକେ ଅଛି ତୋତେ ଏଡ୍ସ ହେଇନି ତ ଇଏ ମୁଁ ବଜରଙ୍ଗୀ ଭକ୍ତ ମୁଁ ଏଠାରେ ଦୂରେଇକି ରୁହେ ମୋତେ ଏଡ୍ କିଛି ହେଇନାହିଁ ମୋ ପରିବାର ତୁମେ କିଛି ବନ୍ଦ କର ଆଉ କିଛି କହିବାକୁ ଦିଅ। ଆଜ୍ଞା ତ ଏଇ ରୋଗର କିଛି ଲକ୍ଷଣ ଅଛି ଯାହା ବିଷୟରେ ମୋ ସାଙ୍ଗରେ ଆସିଛନ୍ତି ଫାର୍ମାସିଷ୍ଟ ଓକେ ବି ବାବୁ କହିକି ସେ ଆପଣଙ୍କୁ ସେ ବିଷୟରେ କିଛି ଜଣାଇବେ। ନମସ୍କାର ଆଜ୍ଞା ନମସ୍କାର ଆପଣମାନେ ଟିକେ ଧ୍ୟାନ ସହକାରେ ଶୁଣନ୍ତୁ ମୁଁ ଏଇ ଯେଉଁ ଏଡ୍ସ ରୋଗ এই ଏଡ୍ସ ରୋଗର କିଛି ଲକ୍ଷଣ କହିବି ଆପଣମାନେ ଧ୍ୟାନ ସହକାରେ ଟିକେ ଶୁଣନ୍ତୁ। ସାର୍ ଆମେ ତ ଗରିବ ଲୋକ ଟିକେ ଭଲ କିଛି ଦେଇ କହିଲେ ଆମେ ଟିକେ ଦୂରେଇକି ରହିବୁ ସେ ଭିତରେ କିଛି ଆଉ ହଉ ତେବେ ଶୁଣନ୍ତୁ ମୁଁ କିଛି ଲକ୍ଷଣ କହୁଛି ଆପଣ ଧ୍ୟାନ ସହକାରେ ଶୁଣନ୍ତୁ। ଯଥା ଥଣ୍ଡା ଜ୍ୱର ବହୁତ ଦିନ ଧରି ଲାଗି ରହିବ କାଶ ଲାଗି ରହିବା କାଶରୁ ରକ୍ତ ପଡ଼ିବା ଦେହ ଦୁର୍ବଳ ଲାଗିବା ରକ୍ତହୀନତା ଦେଖାଦେବା ଏବଂ ଯେକୌଣସି ବି
ଥଣ୍ଡା ଜ୍ୱର ହଉ କାଶ ହଉ ଯାହା ବି ହଉ ଯଦି କୌଣସି ବି ଜିନିଷ ନ ଛାଡ଼େ ବହୁତ ଦିନ ଧରି ଲାଗି ରହେ, ଓଜନ ହ୍ରାସ ହୁଏ ଏବଂ ଯଦି ବି ଭୋକ ନ ଲାଗେ ବହୁତ ଦିନ ଧରି ଏମିତି କିଛି ସମସ୍ୟା ଦେଖାଦିଏ, ତୁରନ୍ତ ଆପଣମାନେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ପରୀକ୍ଷା କରାଇନେବେ ଏବଂ ଡକ୍ଟରଙ୍କ ସହିତ କିଛି ଆଲୋଚନା କରି ଏହି ରୋଗର ସମସ୍ୟା ବିଷୟରେ ଜାଣିବେ ଏବଂ ଅନ୍ୟମାନଙ୍କୁ ଜଣାଇବେ। ଏ ବହୁତ ବଡ଼ ମାରାତ୍ମକ ରୋଗ, ଏହାର କୌଣସି ନିରାକରଣ ନାହିଁ। ଆପଣମାନେ ନିଜେ ସୁରକ୍ଷିତ ରହି ଅନ୍ୟମାନଙ୍କୁ ସୁରକ୍ଷା କେମିତି ଦେବେ ସେ ବିଷୟରେ ଜଣାଇବେ। ଆରେ ଏଇ ରୋଗ ହାତ ମିଳେଇଲେ ମୋତେ ଏମିତି ରୋଗ ହେବ? ନାଇଁ ନାଇଁ, ହାତ ମିଳେଇଲେ କି ସାଙ୍ଗରେ ବସିଲେ, ସାଙ୍ଗରେ ଖାଇଲେ, କାହାକୁ ଆଲିଙ୍ଗନ କଲେ, କାହା ସାଥିରେ ଶୋଇଲେ ଆପଣଙ୍କୁ ଏ ରୋଗ ହେବ ନାହିଁ। କ'ଣ କହିଲେ ସାର୍? ଆଲିଙ୍ଗନ କଲେ ମଧ୍ୟ ଏଇ ରୋଗ ହବନି? ତାହେଲେ ମୁଁ ଏଥର ସବୁଦିନ ଆଲିଙ୍ଗନ କରିବି ଆଉ। ନାଳ ରୋଗ କାହିଁ ହେଉଥିଲା ଆର କ'ଣ କହୁଛନ୍ତି ଶୁଣୁ ସବୁବେଳେ ଖାଲି ନାଳ ରୋଗ ହେଲା ଆଉ କୁହନ୍ତୁ। ଦେଖନ୍ତୁ, ଏଡ୍ସ ରୋଗର କୌଣସି ନିରାକରଣ ନାହିଁ ଏବଂ କେବଳ ତା'ର ଗୋଟିଏ ନିରାକରଣ ହେଉଛି ଯେ ଆମେ ଏଡ୍ସ ରୋଗରୁ କେମିତି ସଚେତନ ରହିପାରିବା। ଏହା ଏକ ରୋଗ, କିନ୍ତୁ ଆପଣ ରୋଗୀକୁ ଭୟ କରନ୍ତୁ, କିନ୍ତୁ ରୋଗୀକୁ ଭୟ କରନ୍ତୁ ନାହିଁ, ରୋଗୀକୁ ଘୃଣା କରନ୍ତୁ ନାହିଁ, ତାକୁ ଯଥେଷ୍ଟ ସମ୍ମାନ ଦିଅନ୍ତୁ, ତାକୁ ସହଯୋଗ କରନ୍ତୁ, କେମିତି ସେ ଯେତିକି ଦିନ ରୋଗରେ ପୀଡ଼ିତ ରହୁଛି କେମିତି ଖୁସିରେ ରହିପାରିବ, ସୁଖରେ ରହିବ ଏବଂ କଷ୍ଟ କମ୍ ପାଇବ, ସେ ବିଷୟ ଟିକେ ଧ୍ୟାନ ଦେବେ। ଏସବୁ ରୋଗ ଡିଆ ରୋଗ ନୁହେଁ। ଏ ଯେକୌଣସି ସୁଇ କିମ୍ବା ବ୍ଲେଡ୍ ଯେ ସଂକ୍ରମିତ ରୋଗୀ ଯଦି ୟୁଜ୍ କରିଥାଏ ସେସବୁକୁ ଯଦି ସୁସ୍ଥ ଲୋକ ଯଦି ୟୁଜ୍ କରେ ଏହିସବୁ ଜିନିଷ ଦ୍ୱାରା ବ୍ୟାପିଥାଏ। ଯଦି କୌଣସି ଆଲିଙ୍ଗନ କିମ୍ବା ମିଶାମିଶି କଲେ ଏହିସବୁ ରୋଗ ଡିଆ ରୋଗ ନୁହେଁ, କିଛି ବ୍ୟାପେ ନାହିଁ। ଆଶା କରେ କି ଆପଣମାନେ ସମସ୍ତେ ଏଡ୍ସ ବିଷୟରେ କିଛି ନା କିଛି ସାର୍ଙ୍କ ଠାରୁ ଶିଖିବାକୁ ପାଇଥିବେ। ଆପଣମାନେ ଆଉ ଆମେ ମିଶିକିରି ଏଡ୍ସ ରୋଗ ପାଇଁ ସଚେତନ ନିଜେ ହେବା ଏବଂ ଅନ୍ୟମାନଙ୍କୁ ସଚେତନ କରାଇବା।